ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାର ସଂସ୍ଥାନ। କାର୍ତ୍ତିକ ମାସର ହବିଷ ଅନ୍ନ ଓ ହବିଷ ଡାଲମା। କାର୍ତ୍ତିକ ମାସରେ ଅନେକ ବ୍ରତ ପାଳନ ସହିତ ଏକ ଭକ୍ତ ହବିଷ ଅନ୍ନ ଗ୍ରହଣ କରିଥାନ୍ତି। ଏହି ହବିଷ ଅନ୍ନ ସ୍ୱାସ୍ଥ୍ୟ ଦୃଷ୍ଟିରୁ ଖୁବ୍ ଉପକାରୀ। ହବିଷ ଅନ୍ନର ଅର୍ଥ ହେଉଛି ଯଜ୍ଞରେ ଅର୍ପିତ ଅନ୍ନ। ତେବେ ଏହା ମଧ୍ୟ ବ୍ରତ, ଯଜ୍ଞ ଓ ଉପବାସ ଆଦିରେ ଗ୍ରହଣ କରାଯାଉଥିବା ବିଶେଷ ସାତ୍ତ୍ୱିକ ଆହାର। ଉଭୟ ଶରୀର ଓ ମନ ଉପରେ ଏହାର ସକାରାତ୍ମକ ପ୍ରଭାବ ରହିଥାଏ। ବିଶେଷ କରି ଆମ ଓଡ଼ିଶାର ପୁରପଲ୍ଲୀରେ କାର୍ତ୍ତିକ ମାସରେ ଏହି ହବିଷ ଅନ୍ନର ବହୁଳ ଉପଯୋଗ ହୋଇଥାଏ। ଏଥିରେ ବ୍ରତଚାରୀମାନେ ସାଧାରଣତଃ ସୂର୍ଯ୍ୟାସ୍ତ ପୂର୍ବରୁ ଗୋଟିଏ ଥର ବା ବେଳିକିଆ ଭାବରେ ହବିଷ ଅନ୍ନ ଗ୍ରହଣ କରିଥାନ୍ତି। ଏହା ସମ୍ପୂର୍ଣ୍ଣ ଦିନକ ପାଇଁ ସେମାନଙ୍କୁ ଆବଶ୍ୟକୀୟ ଶାରୀରିକ ଶକ୍ତି ଓ ପୁଷ୍ଟି ଯୋଗାଇଥାଏ। ଏହା ହିଁ ହବିଷ୍ୟାନ୍ନ ପରିକଳ୍ପନାର ବିଶେଷତ୍ୱ। ଏଥିରେ ଅରୁଆ ଅନ୍ନ, ହବିଷ ଡାଲମା, ଗଇଁଠା ଓ ଅଗସ୍ତ୍ୟ ଶାଗ ଆଦି ଅନ୍ତର୍ଭୁକ୍ତ। ବିଶ୍ୱଜୟ ଆୟୁର୍ବେଦ ମତ ଅନୁସାରେ ଅରୁଆ ଅନ୍ନ ମଧୁର ରସ, ମଧୁର ବିପାକ ଓ ଶୀତବୀର୍ଯ୍ୟ ଯୁକ୍ତ। ଏହା ବଳ ଓ ପୁଷ୍ଟି ପ୍ରଦାୟକ ତଥା ବାତ ଓ ପିତ୍ତ ନାଶକ। ଏହା ସାତ୍ତ୍ୱିକ ଗୁଣଯୁକ୍ତ ହୋଇଥିବାରୁ ବ୍ରତୀଙ୍କ ନିମନ୍ତେ ଏକ ଉତ୍ତମ ଖାଦ୍ୟ। ଶ୍ୱେତସାର ଅଧିକ ଥିବାରୁ ଏହା ଶରୀରକୁ ପ୍ରଚୁର ଶକ୍ତି ମଧ୍ୟ ଯୋଗାଇଥାଏ। ବିଶ୍ୱଜୟ ହବିଷ୍ୟାନ୍ନ ଭାବରେ ବ୍ୟବହୃତ ଗଇଁଠା ଚାଉଳ ଚୂନା, ନଡ଼ିଆ ଓ ଚିନିରୁ ପ୍ରସ୍ତୁତ ହୋଇଥାଏ। ଏହା ଶରୀରକୁ ପ୍ରଚୁର ଶକ୍ତି ଯୋଗାଏ। ଆହୁରି ମଧ୍ୟ ହବିଷ୍ୟାନ୍ନରେ ଶାଗ ରୂପେ ଅଗସ୍ତି ଗଛର ପତ୍ର ବ୍ୟବହୃତ ହୋଇଥାଏ। ଏହା ତିକ୍ତ ରସଯୁକ୍ତ, ଅଗ୍ନିବର୍ଦ୍ଧକ ଏବଂ କଫ ଓ ପିତ୍ତ ନିବାରକ। ଏହା ତୃଷ୍ଣା, ଶ୍ୱାସ, ଦାହ ଓ ଅମ୍ଳପିତ୍ତ ଆଦି ପାଇଁ ହିତକାରୀ ହୋଇଥାଏ। ଏଥିରେ ଜୀବସାର ଗ ସହିତ ଅନ୍ୟାନ୍ୟ ଜୀବସାର, ଖଣିଜ ଲବଣ ଓ ଅଳ୍ପ ପରିମାଣର ଶ୍ୱେତସାର, ସ୍ନେହସାର, ପୁଷ୍ଟିସାର ଆଦି ରହିଥିବାରୁ ଏହା ଏକ ଉତ୍ତମ ପୋଷଣକାରୀ ଖାଦ୍ୟ। ହବିଷ ଡାଲମାର ଆୟୁର୍ବେଦୀୟ ଗୁଣ ଉପାଦାନ ଦୃଷ୍ଟିରୁ ଦେଖିଲେ ହବିଷ ଡାଲମାରେ ରହିଛି ଅନେକ ଔଷଧୀୟ ଗୁଣ। ଏହାର ମୁଖ୍ୟ ଉପାଦାନ ହେଉଛି ମୁଗ ଡାଲି, କଞ୍ଚା କଦଳୀ, ଓଉ ଓ ସାରୁ। କଞ୍ଚା ମୁଗ ଡାଲି ଅନ୍ୟାନ୍ୟ ଡାଲି ଜାତୀୟ ପଦାର୍ଥ ମଧ୍ୟରେ ଶ୍ରେଷ୍ଠ ବୋଲି ଆୟୁର୍ବେଦରେ କୁହାଯାଇଛି। ଏହା ହାଲୁକା ଓ ସହଜରେ ହଜମ ହୁଏ। ଏହା ମଧ୍ୟ ଖୁବ୍ ବଳ ଦିଏ। କଞ୍ଚା କଦଳୀ କଷାୟ ରସଯୁକ୍ତ ପରିବା। ଏଥିରେ ପ୍ରଚୁର ପରିମାଣରେ ଲୌହ, ଖାଦ୍ୟସାର ଓ ଖଣିଜ ତତ୍ତ୍ୱ ରହିଛି। ଏହା ସବୁ ଋତୁରେ, ବିଶେଷ କରି ହେମନ୍ତ ଋତୁରେ ପ୍ରଚୁର ପରିମାଣରେ ମିଳିଥାଏ। ସାରୁ ହବିଷ ଡାଲମାର ଅନ୍ୟ ଏକ ମୁଖ୍ୟ ଉପାଦାନ। କିନ୍ତୁ ଅଠାଳିଆ ପରିବା ହେତୁ ଏହାକୁ ଅନେକ ପସନ୍ଦ କରନ୍ତି ନାହିଁ। ତେବେ ଏହା ଏକ ଋତୁ ପରିବା। ହେମନ୍ତ ଋତୁରେ ଏହା ପ୍ରଚୁର ପରିମାଣରେ ମିଳିଥାଏ। ଔଷଧୀୟ ଗୁଣ ଦୃଷ୍ଟିରୁ ଏହା ଆନ୍ତ୍ରିକ ରକ୍ତସ୍ରାବର ନିରୋଧକ। ନାଭି ମଣ୍ଡଳକୁ ଏହା ଉଜ୍ଜୀବିତ କରେ। ଅମ୍ଳରସ ଯୁକ୍ତ ଓଉ ହବିଷ ଡାଲମାର ଆଉ ଏକ ମୂଲ୍ୟବାନ ଉପାଦାନ। ଏହା ତନ୍ତୁଯୁକ୍ତ ଓ ହଜମକାରକ। ଏହା ମଧ୍ୟ ଋତୁ ଅନୁସାରେ ମିଳୁଥିବା ଏକ ଫଳ। ଏହାର ଅନ୍ୟ ଔଷଧୀୟ ଗୁଣ ହେଉଛି ଏହା ବାୟୁ ରୋଗ ନାଶକ। ମୁଗ ଡାଲି, କଞ୍ଚା କଦଳୀ, ସାରୁ ଓ ଓଉ ବ୍ୟତୀତ ଅଗସ୍ତ୍ୟ ଶାଗ ବା ପତ୍ର ଓ ଫୁଲର ଉପଯୋଗ ମଧ୍ୟ କାର୍ତ୍ତିକ ମାସର ହବିଷ ଡାଲମାରେ କରାଯାଇଥାଏ। ଏହାକୁ ଅଗସ୍ତ୍ୟ ମୁନିଙ୍କର ପ୍ରସାଦ ବା ଆଶୀର୍ବାଦ ରୂପେ ବିବେଚନା କରାଯାଏ। କାରଣ ହେମନ୍ତ ଋତୁରେ ଅଗସ୍ତ୍ୟ ନକ୍ଷତ୍ରର ପ୍ରଭାବ ପୃଥିବୀ ଉପରେ ରହିଥାଏ। ଏହାର ଗୁଣ ହେଉଛି ଏହା ଶୀତଳ, କୋମଳ ଓ ସୌମ୍ୟ ରସଯୁକ୍ତ ବା ଆହ୍ଲାଦଦାୟକ। ସେଥିପାଇଁ ଅଗସ୍ତ୍ୟକୁ ମୁନିଦ୍ରୁମ ମଧ୍ୟ କୁହାଯାଏ। ଏହା ହେମନ୍ତ ଋତୁରେ ହେଉଥିବା କଫ ଓ କାଶର ବିନାଶକ ଏବଂ ମେଧାବର୍ଦ୍ଧକ। ଏହା ମଧ୍ୟ ପାଚନ ବା ହଜମ ଶକ୍ତିକାରକ ଏବଂ ଆଖି ବା ଦୃଷ୍ଟି ଶକ୍ତି ପାଇଁ ଅତ୍ୟନ୍ତ ଉପଯୋଗୀ। ଅଗସ୍ତ୍ୟ ଶାଗ ବା ଫୁଲ ବ୍ୟତୀତ ଅନେକ ହବିଷ ଡାଲମାରେ କୋରା ନଡ଼ିଆ ମଧ୍ୟ ପକାଉଥାନ୍ତି। ଏହା ଅଣବଘରା ହବିଷ ଡାଲମାରେ ପ୍ରାକୃତିକ ତୈଳର ଉପାଦାନ ଯୋଗ କରେ। ଏହା ଫଳରେ ହବିଷ ଡାଲମାର ସ୍ୱାଦ ମଧ୍ୟ ନିଶ୍ଚିତ ଭାବରେ ବୃଦ୍ଧି ପାଏ। ଲଙ୍କା ପରିବର୍ତ୍ତେ ଅଦାର ଉପଯୋଗ ଏଥିରେ କଟୁ ରସଯୁକ୍ତ କରେ ଏବଂ ଏହା ପାଚନକାରକ ମଧ୍ୟ ହୋଇଥାଏ। କାର୍ତ୍ତିକ ବ୍ରତରେ ଯେଉଁ ବେଳିକିଆ ହବିଷ୍ୟକୁ ଭୋଜନର ବିଧାନ ରହିଛି, ତାହା ଯୋଗୁଁ ଶରୀରର ପିତ୍ତ ଅଂଶ ବୃଦ୍ଧି ପାଇବାର ଆଶଙ୍କା ମଧ୍ୟ ରହିଥାଏ। ଏଣୁ ପିତ୍ତ ଅଂଶ ନ ବଢ଼ିବା ପାଇଁ ଏଥିରେ ହଳଦୀର ଉପଯୋଗକୁ ବାରଣ କରାଯାଇଛି। ଏଇଥିପାଇଁ ମଧ୍ୟ ଏହି ହବିଷ ଡାଲମାର ଅଣବଘରା ହେବାର
ବିଧି ରହିଛି। ସଂକ୍ଷେପରେ କହିଲେ ଏହି ହବିଷ ଡାଲମା ସମ୍ପୂର୍ଣ୍ଣ ଭାବରେ ଏକ ଷଡ଼ରସଯୁକ୍ତ ଏବଂ ଋତୁଚର୍ଯ୍ୟା ଅନୁସାରେ ପ୍ରସ୍ତୁତ ହେଉଥିବା ବ୍ୟଞ୍ଜନ। ଏହା ଆୟୁର୍ବେଦ ସମର୍ଥିତ ଏକ ସନ୍ତୁଳିତ ଓ ପୌଷ୍ଟିକ ଆହାର ଅଟେ। ବ୍ରତଧାରୀଙ୍କ ପାଇଁ ହବିଷ ରାନ୍ଧିବା ଓ ତାକୁ ସେବନ କରିବାରେ କିଛି ବିଧି ବିଧାନ ରହିଛି, ଯାହା ସହଜ ହୋଇନଥାଏ। ଅପରାହ୍ନରେ ରୋଷେଇ ଆରମ୍ଭ କରିବା ପୂର୍ବରୁ ପୁନର୍ବାର ମୁଣ୍ଡ ଧୋଇ ଗାଧୋଇବାକୁ ହୁଏ। ଯେଉଁ ବସ୍ତ୍ରରେ ସଂକଳ୍ପ କରିଥାନ୍ତି ସେହି ବସ୍ତ୍ରକୁ ପିନ୍ଧି ରୋଷେଇ ମଧ୍ୟ କରନ୍ତି। ପ୍ରତ୍ୟେକ ଦିନ ଲିପାପୋଛା ହେଉଥିବା କାଠ ଚୁଲିରେ ରୋଷେଇ କରନ୍ତି। ଏହା ପାଇଁ ପିତ୍ତଳ ବାସନ ବ୍ୟବହାର କରନ୍ତି ଅଥବା ପ୍ରତିଦିନ ନୂଆ ମାଟି ହାଣ୍ଡି ଦରକାର ପଡ଼ିଥାଏ। ଅରୁଆ ଚାଉଳ, କଞ୍ଚା ମୁଗ ଡାଲି, ନଡ଼ିଆ, ଅଦା, ସାରୁ, କଞ୍ଚା କଦଳୀ, ଓଉ, ଅଗସ୍ତି ଶାଗ, ଘିଅ, ଧଳା କନ୍ଦମୂଳ, ଖଟା କମଳା ପରି କିଛି ହାତଗଣତି ସାମଗ୍ରୀର ସେବନ କରିଥାନ୍ତି ହବିଷ୍ୟାଳୀ ବ୍ରତଧାରୀମାନେ। ରନ୍ଧା ସରିବା ପରେ ଗୋଟିଏ କଦଳୀ ପତ୍ରରେ ରାଧା ଦାମୋଦରଙ୍କ ପାଇଁ ଓ ଅନ୍ୟ ଏକ ପତ୍ରରେ କପୋତ କପୋତୀଙ୍କ ପାଇଁ ବାଢ଼ି ଦିଅନ୍ତି। ରାଧା ଦାମୋଦରଙ୍କୁ ତୁଳସୀ ପତ୍ରରେ ପାଣି ଛଡ଼ାଇବା ବେଳେ କପୋତ କପୋତୀଙ୍କୁ ଯେକୌଣସି ଧଳା ଫୁଲରେ ପାଣି ଛଡ଼ାନ୍ତି। ରାଧା ଦାମୋଦରଙ୍କୁ ହେଇଥିବା ଭୋଗକୁ ହବିଷ୍ୟାଳୀ ନିଜେ ପାଇବାର ବିଧି ରହିଛି। ଅନ୍ୟ ଭୋଗଟିକୁ ପିଲାମାନଙ୍କ ପାଇଁ ରଖନ୍ତି। ଏହି ଭୋଗକୁ ଖାଇବା ପାଇଁ କଦଳୀ ପତ୍ର ଓ ପୁଥୁରୀ ପାତ୍ରକୁ ବ୍ୟବହାର କରିପାରିବେ। ଅନ୍ୟ ବାସନରେ ଏହା ଭୋଜନ କରାଯାଏ ନାହିଁ। ହବିଷାନ୍ନ ସେବନର କିଛି ବିଧି ରହିଛି। ଗୋଟିଏ କୋଠରୀରେ କବାଟ ବନ୍ଦ କରିକି ଖାଇବେ, ଯେମିତି କେହି ଦେଖିପାରିବେ ନାହିଁ କି କାହାର ପାଟି ମଧ୍ୟ ଶୁଣାଯିବ ନାହିଁ। ଚୁପଚାପ ବସିକରି ଖାଇବେ। କାହା ପାଟି ଶୁଣିଲେ ହବିଷ୍ୟାଳୀ ସେହି ଖାଇବା ପାଖରୁ ଉଠିଯାଆନ୍ତି। ସେଇଥିପାଇଁ ପରିବାର ଲୋକେ ସେହି ସମୟରେ ଘଣ୍ଟ ବା ଘଣ୍ଟା ବଜାନ୍ତି। ଖାଇବାରୁ ଗୋଡ଼ିକି ଧାନ ବାହାରିଲେ ମଧ୍ୟ ଆଉ ଖାଇବେ ନାହିଁ। ସେଇଥିପାଇଁ ରାନ୍ଧିବା ପୂର୍ବରୁ ଭଲ ଭାବରେ ଗୋଡ଼ି ଏବଂ ଧାନ ମଧ୍ୟ ବଛା ଯାଇଥାଏ। ଘରେ କେହି ହବିଷ କରୁଥିଲେ ଘର ଲୋକ ଅନେଇ ବସିଥାନ୍ତି କେତେବେଳେ ହବିଷ ଅନ୍ନ ମିଳିବ। ପାଖରେ ଥିବା ବନ୍ଧୁ ବାନ୍ଧବଙ୍କୁ ମଧ୍ୟ ହବିଷାନ୍ନ ପାଇଁ ନିମନ୍ତ୍ରଣ କରାଯାଏ। ସବୁ ନୀତି ନିୟମରେ ଦିନକୁ ଥରେ ଓ ସନ୍ଧ୍ୟା ପୂର୍ବରୁ ଖାଇ ମାସେ ପର୍ଯ୍ୟନ୍ତ ବ୍ରତ କରିବା ପାଇଁ ସେହି ପ୍ରକାରର ନିଷ୍ଠାର ଆବଶ୍ୟକତା ରହିଛି। କାର୍ତ୍ତିକ ବ୍ରତ କରୁଥିବା ହବିଷ୍ୟାଳୀଙ୍କ ଠାରୁ ଆଶୀର୍ବାଦ ମଧ୍ୟ ଠାକୁରଙ୍କ ଆଶୀର୍ବାଦ ସହ ସମାନ ହୋଇଥାଏ। ହବିଷ୍ୟାଳୀଙ୍କ ପାଇଁ ବନ୍ଧୁ ବାନ୍ଧବ, ଜ୍ଞାତି କୁଟୁମ୍ବ, ସାହି ପଡ଼ିଶା ସମସ୍ତେ କିଛି ନା କିଛି ଦିଅନ୍ତି, ଯାହା ସେମାନେ ତାଙ୍କ ବ୍ରତରେ ବ୍ୟବହାର କରନ୍ତି। ସେ ତେଣିକି ଡାଲି ହେଉ, ନଡ଼ିଆ ହେଉ, ସାରୁ ହେଉ, କଞ୍ଚା କଦଳୀ, ଘିଅ ହେଉ ବା ଫଳ ହେଉ ବା ମହାପ୍ରସାଦ ମଧ୍ୟ ହେଉ, ଯିଏ ଯାହା ଦେଇ ପୁଣ୍ୟ ଲାଭ କରନ୍ତି। ତେବେ ପ୍ରାୟ ସମସ୍ତଙ୍କ ବନ୍ଧୁ ଘରୁ ବାପ ଘରୁ କାର୍ତ୍ତିକ ଭାର ଆସି ପହଞ୍ଚିଥାଏ। ଜୟ ଶ୍ରୀ ଜଗନ୍ନାଥ।